ଆଜି ପଢ଼ିବା ପ୍ରବନ୍ଧ ଚିତ୍ରକ୍ରୀବର ଉଚିତ ଅଭିଯାନ। ପ୍ରାବନ୍ଧିକ ଗୋଲକ ବିହାରୀ ଧଲ। ବିଷ୍ଣୁ ଶର୍ମା ମୂର୍ଖ ରାଜପୁତ୍ରମାନଙ୍କୁ ପଣ୍ଡିତ ତଥା ସର୍ବଶାସ୍ତ୍ର ସୁଚତୁର କରିବା ପାଇଁ ଗଳ୍ପ ଶୁଣାଉଥିଲେ। ଗଳ୍ପଗୁଡ଼ିକ ଅତି ସାଧାରଣ ମନେ ହେଉଥିଲେ ମଧ୍ୟ ସେଥିରେ ବହୁ ଅସାଧାରଣ ଜ୍ଞାନ ରହିଛି। ଅତି ଜଣାଶୁଣା କଥାଟିଏ କପୋତରାଜ ଚିତ୍ରଗ୍ରୀବଙ୍କ କାହାଣୀ। କପୋତରାଜ ଚିତ୍ରଗ୍ରୀବ ସଦଳବଳେ ଆକାଶରେ ଉଡ଼ି ଯାଉଥିବା ବେଳେ ଅରଣ୍ୟ ମଧ୍ୟରେ ତଣ୍ଡୁଲକଣା ଦେଖି ଲୋଭରେ ଓହ୍ଲାଇ ପଡ଼ି ଜାଲରେ ପଡ଼ିଲେ। ଜାଲରୁ ମୁକୁଳିବା ପାଇଁ ସେ ଯାଇ ତାଙ୍କ ବନ୍ଧୁ ମୂଷିକରାଜ ହିରଣ୍ୟକଙ୍କ ନିକଟରେ ପହଞ୍ଚିଲେ। ହିରଣ୍ୟକ ତାଙ୍କୁ ଓ ତାଙ୍କ ଅନୁଚରମାନଙ୍କୁ ବିପନ୍ନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଯାହା ହେଉ, ବନ୍ଧୁଙ୍କୁ ବିପନ୍ନ ଦେଖି ସେ ପ୍ରଥମେ ଆସିଲେ ଚିତ୍ରଗ୍ରୀବଙ୍କର ଫାଶ କାଟିବା ପାଇଁ। କିନ୍ତୁ ଚିତ୍ରଗ୍ରୀବ ମନା କଲେ। କହିଲେ, ମୋ ଫାଶ କାଟିବା ପାଇଁ ଆପଣ ଆଗ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣ ପ୍ରଥମେ ମୋର ଆଶ୍ରିତମାନଙ୍କର ଫାଶ କାଟନ୍ତୁ, ତାପରେ ମୋର କାଟିବେ। ତାଙ୍କ କଥାର ତାତ୍ପର୍ଯ୍ୟ ହେଉଛି ଯେ ଅନ୍ୟାନ୍ୟ କପୋତମାନଙ୍କ ପରି ସେ ମଧ୍ୟ ଗୋଟିଏ କପୋତ। ତଥାପି ସେ ସେମାନଙ୍କର ରାଜା। ରାଜା ହେବାର ଅଭିମାନ ଯାହାର ଅଛି, ଆଶ୍ରିତମାନଙ୍କୁ ରକ୍ଷା କରିବାର କର୍ତ୍ତବ୍ୟ ମଧ୍ୟ ତାର ଅଛି। ସେହି ଅଭିମାନ ହିଁ ରାଜାଙ୍କର ରହିବା ଉଚିତ, କାରଣ ତାହା ହିଁ ରାଜାର ଉଚିତ ଅଭିମାନ। ଏହି ଉଚିତ ଅଭିମାନ ଯୋଗୁଁ ଲୋକ ବୋଧହୁଏ ନିଜକୁ ଛୋଟ ସ୍ୱାର୍ଥଚିନ୍ତାରୁ ରକ୍ଷା କରି ଆଦର୍ଶ କାର୍ଯ୍ୟ କରିଥାଏ। ସେତେବେଳେ ଖାଲି ଇଂଲଣ୍ଡରେ କାହିଁକି ସମଗ୍ର ପୃଥିବୀରେ ଚହଲ ପଡ଼ିଥାଏ। ସମ୍ପୂର୍ଣ୍ଣ ନୂଆ କଥା। ଇଂଲଣ୍ଡର ରାଜା ଅଷ୍ଟମ ଏଡୱାର୍ଡ ଜଣେ ପରିତ୍ୟକ୍ତା ଆମେରିକାନ ରମଣୀ ସିମ୍ପସନଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥାନ୍ତି। ଇଂଲଣ୍ଡର ରାଜବଂଶରେ ଏପରି ସାମାଜିକ ଅଧପତନ କେହି କେବେ କଳ୍ପନା କରିନଥିଲା। ଇଂରେଜ ଜାତି ପରି ରକ୍ଷଣଶୀଳ ଜାତି ପୃଥିବୀରେ ଖୁବ୍ କମ୍। ଏହି ସମୟରେ ଇଂଲଣ୍ଡରେ ପ୍ରଧାନମନ୍ତ୍ରୀ ଥାନ୍ତି ବଲ୍ଡୁଇନ। ବ୍ରିଟିଶ ପାର୍ଲାମେଣ୍ଟ ସ୍ଥିର କରିଥାନ୍ତି ଯେ ସିମ୍ପସନଙ୍କ ପରି ଜଣେ ସାଧାରଣ ପରିବାରର ପରିତ୍ୟକ୍ତା ନାରୀଙ୍କୁ ଇଂଲଣ୍ଡର ରାଜା କେବେହେଲେ ବିବାହ କରିପାରିବେ ନାହିଁ। ରାଜା କିନ୍ତୁ ଭାବୁଥାନ୍ତି, ଯାହାଙ୍କୁ ରାଜା ବୋଲି ସ୍ୱୀକାର କରାଯିବ, ତାଙ୍କର ବ୍ୟକ୍ତିଗତ ବ୍ୟାପାରରେ ଏତେ ହସ୍ତକ୍ଷେପ ସହ୍ୟ କରାଯାଇପାରିବ ନାହିଁ। ଇଂଲଣ୍ଡର ରାଜା ଏଡୱାର୍ଡଙ୍କ ପକ୍ଷରେ ପ୍ରେମ ପାଇଁ ସମ୍ରାଟ ମୁକୁଟଙ୍କୁ ଫିଙ୍କି ଦେଇ ଚାଲିଯିବା କିଛି କମ୍ କଥା ନୁହେଁ। ସେହି ପଦବୀ ତ୍ୟାଗର ଘୋର ଘନାଘଟି ମଧ୍ୟରେ ଲକ୍ଷ୍ୟ କଲେ ଦେଖାଯିବ ଯେ ରାଜପୁତ୍ରର ଉଚିତ ଅଭିମାନ ତାଙ୍କୁ ବହୁ କ୍ଷୁଦ୍ରାତୁର ରକ୍ଷା କରିଛି। ସେ ଭାବିଥିଲେ, ବିଦାୟୀ ରାଜା ତାଙ୍କ ବିଦାୟ ଭାଷଣରେ ଯାହା କହିବେ, ସମଗ୍ର ବିଶ୍ୱ ଜନତା ଉପରେ ନିଶ୍ଚୟ ତାର ପ୍ରଭାବ ପଡ଼ିବ। ସେ ଯେଉଁ ଧାରଣା ସୃଷ୍ଟି କରିଦେଇଯିବେ, ତାହା ହୁଏତ ବହୁକାଳ ସ୍ଥାୟୀ ହୋଇ ରହିଯିବ। ତେଣୁ ବଲ୍ଡୁଇନ ଅନ୍ୟ ଜଣଙ୍କ ହାତରେ ରାଜାଙ୍କ ନିକଟକୁ କହି ପଠାଇଲେ ଯେ ସେ ତାଙ୍କ ବିଦାୟ ବାର୍ତ୍ତାରେ ବଲ୍ଡୁଇନଙ୍କ ସପକ୍ଷରେ କିଛି କହିଲେ ସେ ବଲ୍ଡୁଇନ ନିଶ୍ଚୟ ଉପକୃତ ହେବେ। ରାଜା ଏକଥା ଶୁଣି ଟିକିଏ ହସିଲେ। ମନେ ମନେ ଭାବିଲେ, ଯେଉଁ ଲୋକ ତାଙ୍କୁ ରାଜଗାଦିରୁ ବିଦାୟ କରିଦେବା ପାଇଁ କୌଶଳର ଜାଲ ବୁଣିପାରେ, ସେହି ଲୋକ ପୁଣି ତାଙ୍କରି ପାଟିରୁ ପ୍ରଶଂସା ଶୁଣିବା ପାଇଁ ଏତେ ପାଗଳ। ସେ ପୁଣି ଭାବିଲେ ଯେ ସେ ତ ସାଧାରଣ ରାଜନୀତିଜ୍ଞ ନେତା ନୁହନ୍ତି, ସେ ବରଂ ରାଜପୁତ୍ର। ରାଜନୀତିଜ୍ଞ ନିଜର ସ୍ୱାର୍ଥରକ୍ଷା ପାଇଁ ସତ୍ୟ ମିଥ୍ୟାର ମାୟାଜାଳରେ ଖେଳ ଖେଳିପାରେ, କିନ୍ତୁ ରାଜପୁତ୍ର ସେସବୁ ଜୁଆ ଖେଳର ଊର୍ଦ୍ଧ୍ୱରେ। ଇଂଲଣ୍ଡର ରାଜପୁତ୍ର କେବେ ଏତେ କ୍ଷୁଦ୍ର ହୋଇପାରେନା, କାରଣ ସେ ରାଜପୁତ୍ର। ରାଜପୁତ୍ରର ଦର୍ଶନ ସାମାନ୍ୟ ସାଧାରଣ ଜନତାର ଦର୍ଶନଠାରୁ ବହୁତ ଭିନ୍ନ। ତେଣୁ ସେ ସ୍ଥିର କଲେ, ନା, ଏହି ଶେଷ ମୁହୂର୍ତ୍ତରେ ମଧ୍ୟ ସେ କେବେ କ୍ଷୁଦ୍ର ହୋଇପାରିବେ ନାହିଁ। ବଲ୍ଡୁଇନଙ୍କ ବ୍ୟବହାରରେ ସେ ଯେତେ କ୍ଷୁଣ୍ଣ ହେଲେ ମଧ୍ୟ ତାଙ୍କୁ ସେ କ୍ଷମା ଦେବେ ଓ ତାଙ୍କୁ ପ୍ରଶଂସା କରି ରେଡ଼ିଓରେ ଭାଷଣ ଦେବେ। ତାହା ହିଁ ହେଲା। ରାଜପୁତ୍ର ନିଜର ଉଚିତ ଅଭିମାନ ରକ୍ଷା କରି ବଲ୍ଡୁଇନଙ୍କୁ ପ୍ରଶଂସା କରି ଭାଷଣ ଦେଲେ। ବିଶ୍ୱ ଇତିହାସରେ ଉଦାରତାର ଏକ ଅନୁପମ କାହାଣୀ ଚିରକାଳ ପାଇଁ ରହିଗଲା। ସତ୍ୟ ସ୍ୱାଧୀନ ଭାରତବର୍ଷରେ ପ୍ରଥମେ ଅଗଷ୍ଟ 15 ପାଳନ କରାଯାଉଥାଏ। ଲକ୍ଷ୍ନୌରେ ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ତ ଭାଷଣ ଦେଉଥାନ୍ତି। ଲୋକେ ଉତ୍କର୍ଣ୍ଣ ହୋଇ ଶୁଣୁଥାନ୍ତି। ବ୍ରିଟିଶମାନଙ୍କଠାରୁ ଭାରତୀୟ ନେତାମାନେ ଯେତେ ନିର୍ଯାତନା ସହିଛନ୍ତି, ସବୁ କଥା ଆଜି ବୋଧହୁଏ ପନ୍ଥ କହିବେ ବୋଲି ଲୋକେ ଭାବୁଥାନ୍ତି। ସଭା ଆରମ୍ଭ ହୋଇ ଶେଷ ହେଲା। କିନ୍ତୁ ବ୍ରିଟିଶମାନଙ୍କ ବିରୁଦ୍ଧରେ ପଦେ ହେଲେ କେହି ପନ୍ଥଙ୍କ ମୁହଁରୁ ଶୁଣିବାକୁ ପାଇଲେ ନାହିଁ। କେତେକ ଲୋକ ଅସନ୍ତୁଷ୍ଟ ହେଲେ।
କେତେକ ଆଶ୍ଚର୍ଯ୍ୟ ବି ହେଲେ। ସେହିଦିନ ସନ୍ଧ୍ୟାରେ ଜଣେ ବିଶିଷ୍ଟ ବ୍ୟକ୍ତି ପନ୍ଥଙ୍କୁ ଦେଖା କରିବାକୁ ଯାଇଥିଲେ। ପନ୍ଥ ପଚାରିଲେ, ତାଙ୍କ ଭାଷଣ ଆଜି କେମିତି ଲାଗିଲା? ସେ ଭଦ୍ରବ୍ୟକ୍ତି କହିଲେ, ତାଙ୍କୁ ଆଦୌ ଭଲ ଲାଗିଲା ନାହିଁ। କାରଣ ତାଙ୍କ ଭାଷଣରେ ବ୍ରିଟିଶମାନଙ୍କ ବିରୁଦ୍ଧରେ ପଦେ ହେଲେ କିଛି ନଥିଲା। ସେମାନେ ଏ ଦେଶର ବ୍ୟକ୍ତି, ଜାତି ତଥା ସମାଜଗତ ସବୁ ପ୍ରକାର ଅତ୍ୟାଚାର କରି ଯାଇଛନ୍ତି, ଅଥଚ ଆମେ ନୀରବରେ ସେସବୁ ସହି ପାଟିରେ ବି ପଦେ ହେଲେ ପ୍ରତିବାଦ କରିନାହୁଁ। ସବୁ ଶୁଣିସାରି ପନ୍ଥ କହିଲେ, ନୀରବରେ ନିର୍ଯାତନା ସହି ବ୍ରିଟିଶମାନଙ୍କୁ ବିଦାୟ ଦେବାର ଶିକ୍ଷା ଦେଇଥିଲେ ଆମକୁ ଗାନ୍ଧୀ। ପୃଥିବୀରେ ହିଂସା ପ୍ରଣୋଦିତ ତରବାରୀର ରକ୍ତାକ୍ତ ଇତିହାସର ଉଦାହରଣରେ ଅଭାବ ନାହିଁ, କିନ୍ତୁ ଅହିଂସା ପ୍ରତିରୋଧରେ ଇତିହାସ କେବଳ ଭାରତ ପରି ଏକ ପୁରାଣ ପ୍ରସିଦ୍ଧ ପ୍ରାଚୀନ ଦେଶରେ ଅଛି। ବାସ୍ତବରେ ଆଜି ଉଚ୍ଚ ପଦବୀରେ ରହି ପବିତ୍ର ଦିବସରେ ଅନ୍ୟ ପ୍ରତି ଆକ୍ଷେପ କରିଥିଲେ ନିଜର କ୍ଷୁଦ୍ରତା ପ୍ରକାଶ ପାଇଥାନ୍ତା। କ୍ଷମା ହିଁ ଉଚ୍ଚତାର ଏକମାତ୍ର ପରିମାପ। ମହାନତାର ଅର୍ଥ ହିଁ କ୍ଷୁଦ୍ର ପ୍ରତି ଉଦାରତା। ଉଦାରତା ମନା। ଗୋବିନ୍ଦ ବଲ୍ଲଭ ପନ୍ଥଙ୍କଠାରୁ ଏକଥା ଶୁଣି ପ୍ରଶ୍ନକର୍ତ୍ତା ଭଦ୍ରବ୍ୟକ୍ତି ଆଉ କିଛି କହି ନ ପାରି କାନ୍ଦି ପକାଇଥିଲେ। ଆମ ପୁରାଣ ଇତ୍ୟାଦିରେ ଉଚିତ ଅଭିମାନର ଉଦାହରଣ କମ୍ ନାହିଁ। ସମ୍ମୁଖରେ ଯୁଦ୍ଧର ଘନାଘଟା ଦେଖି ଅର୍ଜୁନ ବିଷଣ୍ଣ ହୋଇ ବସି ପଡ଼ିଥିଲେ, କିନ୍ତୁ ସୁଚତୁର ଶ୍ରୀକୃଷ୍ଣ ତାଙ୍କୁ କ୍ଷତ୍ରିୟର ଉଚିତ ଅଭିମାନ କଥା କହି ଜାଗ୍ରତ କରିଥିଲେ। ସେ କହିଥିଲେ, କ୍ଷତ୍ରିୟ ତାର ଅଭିମାନ ରକ୍ଷା କରେ ଯୁଦ୍ଧରେ। କାପୁରୁଷର ଜୀବନ କଳଙ୍କମୟ। କ୍ଷତ୍ରିୟର ଅଭିମାନ ରକ୍ଷା କରିବା ପାଇଁ ତୁମେ ଯୁଦ୍ଧ କର। ଅର୍ଜୁନ ତାହା ବୁଝିପାରି ଯୁଦ୍ଧ କଲେ। ଚିତ୍ରଗ୍ରୀବ ରାଜା, ଅଷ୍ଟମ ଏଡୱାର୍ଡ ରାଜା ଓ ରାଜପୁତ୍ର, ପନ୍ଥ ରାଜପୁରୁଷ, ମନ୍ତ୍ରୀ। କିନ୍ତୁ ସମସ୍ତଙ୍କର ଆଦର୍ଶ ଥିଲା ଏକ, ସମସ୍ତଙ୍କର ଥିଲା ଉଚିତ ଅଭିମାନ। ରିକ୍ତ ଅଭିମାନ ଅନାବଶ୍ୟକ, କିନ୍ତୁ ଉଚିତ ଅଭିମାନ ମନୁଷ୍ୟକୁ ଉଦାରତାର ଆଦର୍ଶରେ ଅନୁପ୍ରାଣିତ କରେ, ମନୁଷ୍ୟକୁ ବହୁ କ୍ଷୁଦ୍ରତାର ଊର୍ଦ୍ଧ୍ୱରେ ରଖି ମହାନତାର ମହତ୍ତ୍ୱ ପ୍ରଚାର କରେ। ମନୁଷ୍ୟ ଯଦି ନିଜ ପଦବୀର ଉଚିତ ଅଭିମାନ ରକ୍ଷା କରି ପାରନ୍ତା, ତାହେଲେ ସହଜରେ ନିମ୍ନ ସ୍ତରକୁ ଖସି ପଡ଼ନ୍ତା ନାହିଁ କିମ୍ବା ଦୁନିଆ ପାଇଁ ଏତେ ଦୁଃଖ ସୃଷ୍ଟି କରନ୍ତା ନାହିଁ। ଦୁନିଆର ବହୁ ଦୁଃଖ, ଦୁର୍ନୀତି, ନିର୍ଯାତନାର ଅବସାନ ହୁଅନ୍ତା। ପ୍ରାବନ୍ଧିକଙ୍କ ପରିଚୟ। ଗୋଲକ ବିହାରୀ ଧଳ, ଖ୍ରୀଷ୍ଟପୂର୍ବ 1921ରେ ଜନ୍ମ, 1974ରେ ମୃତ୍ୟୁବରଣ କରିଥିଲେ। ପ୍ରଫେସର ଗୋଲକ ବିହାରୀ ଧଳ ଜଣେ ବିଶିଷ୍ଟ ଭାଷାତତ୍ତ୍ୱବିତ୍, ପ୍ରାବନ୍ଧିକ, ଅନୁବାଦକ। ଜୀବନୀ ଓ ଭ୍ରମଣ କାହାଣୀ ଲେଖକ ଭାବରେ ସୁପରିଚିତ। ସେ ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଡିହ ଗ୍ରାମରେ ଜନ୍ମ ଲାଭ କରିଥିଲେ। ସଂସ୍କୃତ ସାହିତ୍ୟରେ ସେ M.A. ପାସ୍ କରିଥିଲେ। କୃତିତ୍ୱ ସହକାରେ ସଂସ୍କୃତ ଓ ଓଡ଼ିଆ ବିଭାଗରେ କିଛି କାଳ କାର୍ଯ୍ୟ କଲା ପରେ ଉଚ୍ଚଶିକ୍ଷା ନିମନ୍ତେ ସେ ଲଣ୍ଡନ ଯାଇଥିଲେ। ସଂସ୍କୃତ ଓ ଓଡ଼ିଆ ବିଭାଗରେ କିଛି କାଳ କାର୍ଯ୍ୟ କଲା ପରେ ଉଚ୍ଚଶିକ୍ଷା ନିମନ୍ତେ ସେ ଲଣ୍ଡନ ଯାଇଥିଲେ। ଭାଷାତତ୍ତ୍ୱକୁ ସେ ଏକାନ୍ତ ଭାବରେ ଆପଣାର କରିନେଲେ। ବହୁକାଳ ବିଭିନ୍ନ କଲେଜରେ ଅଧ୍ୟାପନା କରିବା ପରେ ରେଭେନ୍ସା ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ଭାବରେ କିଛି କାଳ କାର୍ଯ୍ୟ କରିଥିଲେ। ତାଙ୍କ ରଚିତ ଗ୍ରନ୍ଥଗୁଡ଼ିକ ଧ୍ୱନି ବିଜ୍ଞାନ, ଭାଷାଶାସ୍ତ୍ର ପରିଚୟ, ଇଂରାଜୀ ଉଚ୍ଚାରଣ ଶିକ୍ଷା, ମଣିଷର ଭାଷା, ଓଡ଼ିଆ କେବେ ଇତ୍ୟାଦି ଭାଷାତାତ୍ତ୍ୱିକ ଆଲୋଚନା ପୁସ୍ତକ, ବିଚାର ଆଲୋଚନା, ପ୍ରବନ୍ଧ ସଂକଳନ, ଆମେରିକାର ଅନୁଭୂତି, ଲଣ୍ଡନ ଚିଠି, ଗଙ୍ଗାରୁ ଗୋଦାବରୀ ଆଦି ଭ୍ରମଣ କାହାଣୀ। ତାଙ୍କ ସାରସ୍ୱତ ପ୍ରତିଭାର ଉଜ୍ଜ୍ୱଳ ସ୍ୱାକ୍ଷର। ଗୋଦାନ, ଗବନ, ପ୍ରତିଜ୍ଞା, ପ୍ରେମାଶ୍ରମ, ପ୍ରେମଚାନ୍ଦ, ଗଳ୍ପମାଳା, ଭାରତ ମୋର ଘର, କେନେଡିଙ୍କ ଜୀବନୀ, ସେ ଦିନର ଲକ୍ଷ୍ମୀ, ଧୂସର ପଣତ ଇତ୍ୟାଦି ତାଙ୍କର ଅନୁବାଦ କୃତି। ତାଙ୍କ ସାଧନା ଓ ସିଦ୍ଧିର ଅନ୍ୟ ଦିଗନ୍ତ। ଗୋଦାନର ଅନୁବାଦ ପାଇଁ 1960 ମସିହାରେ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ। ସ୍ୱାଭିମାନ ହେଉଛି ମନୁଷ୍ୟତାର ମାପକାଠି, ପୌରୁଷର ରାଜମୁକୁଟ। ଏହା କ୍ଷୁଦ୍ରତା ଭିତରେ ମହାନତା ଭରିଦିଏ। ସ୍ୱାଭିମାନର ସ୍ପର୍ଶରେ ସାଧାରଣ ମନୁଷ୍ୟ ଅସାଧାରଣ ହୋଇଉଠେ। ସ୍ୱାଭିମାନ ମନୁଷ୍ୟକୁ ଉଦାରତାର ଆଦର୍ଶରେ ଅନୁପ୍ରାଣିତ କରେ। ଉକ୍ତ ବିଷୟଟି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଧାରିତ। ତିନି ଯୁଗର ତିନୋଟି ଘଟଣାକୁ ନେଇ
ପ୍ରାବନ୍ଧିକ ସ୍ୱାଭିମାନର ମହତ୍ତ୍ୱ ପ୍ରତିପାଦନ କରିବା ପାଇଁ ଚେଷ୍ଟା କରିଛନ୍ତି। ଚିତ୍ରଗ୍ରୀବ ରାଜା ଅଷ୍ଟମ ଏଡୱାର୍ଡ ରାଜା ଓ ରାଜପୁତ୍ର ଜନପ୍ରତିନିଧି ଗୋବିନ୍ଦ ବଲ୍ଲଭ ପନ୍ଥ ମନ୍ତ୍ରୀ ସଭିଏ ଉଚିତ ଅଭିମାନ ଆଦର୍ଶକୁ ନେଇ ମହାନୁଭବତାର ପରିଚୟ ପ୍ରଦାନ କରିଛନ୍ତି। ପୁରାଣ ଯୁଗରୁ ଆରମ୍ଭ କରି ବିଶ୍ୱ ଇତିହାସ ପର୍ଯ୍ୟନ୍ତ ଏ ମହତ୍ତ୍ୱ ସଦା ପରିବ୍ୟାପ୍ତ। ଏହା ହିଁ ସଂସ୍କୃତ ପ୍ରବନ୍ଧର ଅନ୍ତଃସ୍ୱର।